ओम श्री गणेशाय नमः। समस्तଙ୍କୁ ଏହି ଲୋକମନ୍ଦିର ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଏହି ଭିଡିଓ ଦ୍ୱାରା ସଂସ୍କୃତ ଅନୁବାଦ ଓଡ଼ିଆରୁ କେମିତି ସଂସ୍କୃତକୁ ଅନୁବାଦ କରାଯାଏ ତାହା ଆଜି ଆମେ ଶିଖିବା। ଯଦି ଆପଣମାନଙ୍କୁ ଏହି ଭିଡିଓଟି ଭଲ ଲାଗିବ ତାହେଲେ ଆପଣମାନେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ କରିବେ। ଅନୁବାଦର କେତେଗୁଡ଼ିଏ ନିୟମକୁ ଜାଣିବା। ଆମେ ଯେତେବେଳେ ଓଡ଼ିଆରୁ ସଂସ୍କୃତ ଅନୁବାଦ କରିଥାଉ ସେତେବେଳେ ଆମକୁ ଅନୁବାଦ ନିୟମ ମୁଖ୍ୟ ରୂପରେ ଜାଣିବାକୁ ପଡ଼ିଥାଏ, ନହେଲେ ଆମେ ସମୁଚିତ ଭାବରେ ସଠିକ ଭାବରେ ଅନୁବାଦ କରିପାରିବା ନାହିଁ। ସେଥିପାଇଁ କେତେଗୁଡ଼ିଏ ନିୟମକୁ ଆଲୋଚନା କରିବା। ପ୍ରଥମେ ବାକ୍ୟକୁ ପଢ଼ି କର୍ତ୍ତା, କ୍ରିୟା ଏବଂ ଅନ୍ୟାନ୍ୟ ବିଭକ୍ତିକୁ ଚିହ୍ନିବା ଦରକାର। କ'ଣ କରିବା ନା ପ୍ରଥମେ ଆମେ ବାକ୍ୟଟିକୁ ଭଲ ଭାବରେ ପଢ଼ିବା, ତାପରେ କର୍ତ୍ତା କିଏ, କ୍ରିୟା କିଏ, କର୍ମ କିଏ, କରଣ କିଏ, ସମ୍ପ୍ରଦାନ ମାନେ ଯାହା ଯାହା ଅଛି ତାକୁ ଆମେ ଚିହ୍ନଟ କରିବା। ତାପରେ ପୁରୁଷ ବଚନ ଅନୁସାରେ କ୍ରିୟାପଦର ବ୍ୟବହାର କରାଯିବ। ପ୍ରଥମ ପୁରୁଷ, ପୁରୁଷ ତିନି ପ୍ରକାର: ପ୍ରଥମ ପୁରୁଷ, ମଧ୍ୟମ ପୁରୁଷ, ଉତ୍ତମ ପୁରୁଷ। ଏହି ପ୍ରକାରେ ପୁଣି ବଚନ ଅନୁସାରେ କ'ଣ କରାଯିବ ନା କ୍ରିୟାପଦର ବ୍ୟବହାର କରାଯିବ। ସେମିତି ବିଶେଷ୍ୟ ପଦର ଲିଙ୍ଗ ବିଭକ୍ତି ବଚନ ଅନୁସାରେ ବିଶେଷଣ ପଦର ବ୍ୟବହାର କରାଯିବ। ସୁନ୍ଦର ରାମ, ଏଠି ସୁନ୍ଦର ହଉଛି ବିଶେଷଣ, ରାମ ହଉଛି ବିଶେଷ୍ୟ। ତ ରାମର ଲିଙ୍ଗ ଯୋଉଟା, ବିଭକ୍ତି ଯୋଉଟା, ବଚନ ଯୋଉଟା, ସେଇଟା ବିଶେଷଣ। ସୁନ୍ଦରର ବି ସେଇ ଲିଙ୍ଗ, ସେଇ ବିଭକ୍ତି, ସେଇ ବଚନ। ବାକ୍ୟରେ ଯେଉଁ ଶବ୍ଦ ବା ଧାତୁ ଯୋଗ କେଉଁଠାରେ କେଉଁ ବିଭକ୍ତି ହୁଏ ସ୍ଥିର ରହିବ। ଯେମିତି ବିନା, ପ୍ରତି, ଅନୁଯୋଗେ ଦ୍ୱିତୀୟ ହୋଇଥାଏ। ଦାନ, ଧାର ଯୋଗରେ କ'ଣ ହେଇଥାଏ ନା ଚତୁର୍ଥୀ ହୋଇଥାଏ। ଏମିତି ପ୍ରକାର କେତେ ଗୁଡ଼ିଏ ନିୟମ ଅଛି। ଆଉ କେତେ ଗୁଡ଼ିଏ ନିୟମ ଆମେ ଅନୁବାଦ କରିବା ସମୟରେ ଆମେ ଜାଣିବା। ଆମେ ଏବେ ସଂସ୍କୃତ ଅନୁବାଦ କରିବା। ଓଡ଼ିଆରୁ ସଂସ୍କୃତ ଅନୁବାଦକୁ ଶିଖିବା, ଅଭ୍ୟାସ କରିବା। ଏଠି ଗୋଟେ ବାକ୍ୟ ଦିଆଯାଇଛି, ପିଲାମାନେ ସତ କୁହନ୍ତି। ପିଲେ, ଆମେ ଅନୁବାଦ କରିବା ପୂର୍ବରୁ ଆମେ ଭଲ ଭାବରେ ଆମକୁ ଜାଣିବା ଦରକାର, ଜାଣିନେବା ଦରକାର କି ଆମକୁ ବିଭକ୍ତି ଚିହ୍ନ ବିଷୟରେ। ବିଭକ୍ତି ଚିହ୍ନ ତ ବିଭକ୍ତି ହଉଛି 7ଟି ବିଭକ୍ତି। ସେଇ 7ଟି ବିଭକ୍ତିର ବିଭକ୍ତି ଚିହ୍ନ ମାନେ ପୃଥକ ପୃଥକ ଭାବରେ ଅଛନ୍ତି। ଯେମିତି ପ୍ରଥମା ବିଭକ୍ତିରେ କ'ଣ, ଟିଏ, ଦୁହିଟି, ବାଲକଟିଏ, ଦୁଇଟି, ବାଲକ ଦୁଇଟି, ବାଲକ ମାନେ। ଏମିତି ପ୍ରକାର ପ୍ରଥମା ବିଭକ୍ତି ହୁଏ। ଏଠି କ'ଣ ଅଛି, ସେମିତି ପ୍ରକାର 7ଟି ବିଭକ୍ତିର ଅଛି: ଟିକୁ, ଦ୍ୱାରା, ପାଇଁ, ଠାରୁ, ର, ଠାରେ। ତ ଏଠି ଦେଖିବା ପିଲେ, ପିଲାମାନେ, ପିଲାମାନେ କୋଉ ବିଭକ୍ତିରେ ଆସିବେ ନା ପ୍ରଥମା ବିଭକ୍ତିରେ ଆସିବେ। ବଚନ ପୁଣି ଦେଖିବା କୋଉ ବଚନରେ ଆସିବେ ନା ବହୁ ବଚନରେ ଆସିବେ। ପିଲାମାନେ କୋଉ ବିଭକ୍ତି ନା ପ୍ରଥମା ବିଭକ୍ତି। ଏଠି କାରକ କ'ଣ ହବ ପିଲେ ନା କର୍ତ୍ତା ହବ। ତାପରେ ଦେଖିବା ସତ କୁହନ୍ତି। ସତ ଅଛି ଏଠି, ସତ କୋଉ ବିଭକ୍ତି? ଦ୍ୱିତୀୟା ବିଭକ୍ତି। କୋଉ କାରକ? କର୍ମ କାରକ। କୁହନ୍ତି ହଉଛି କ୍ରିୟା। ଦେଖିବା ପିଲାମାନେ, ବାଲକାହା। ଦେଖିବା କର୍ତ୍ତା କରିସାରିଲା ପରେ ଆମେ କ'ଣ କରିବା ନା ସଦାବେଳେ ଆମେ କ୍ରିୟା ଉପରେ ଫୋକସ କରିବା। ବାଲକାହା ଏଠି କ'ଣ ଅଛି ରେ ପିଲେ ନା ବହୁ ବଚନରେ ଅଛି। ପ୍ରଥମା ବିଭକ୍ତି ବହୁ ବଚନରେ, ତ କ୍ରିୟା କ'ଣ ହେଇଯିବ ନା ବହୁ ବଚନ ହେଇଯିବ। ବାଲକାହା ବଦନ୍ତି, ବାଲକଃ ବଦତି, ବାଲକौ ବଦତଃ। ତ ସେମିତି ବାଲକାହା ବଦନ୍ତି। ବାଲକାହା କିମ୍ ବଦନ୍ତି? ବାଲକାହା ସତ୍ୟମ୍ ବଦନ୍ତି। ଓଡ଼ିଆରେ କ'ଣ କହିବା ନା ବାଲକ ମାନେ କ'ଣ କହନ୍ତି? ବାଲକ ମାନେ ସତ୍ୟକୁ କହନ୍ତି ଅଥବା ସତ କହନ୍ତି। ସତ୍ୟମ୍ ବଦନ୍ତି। ତ ଏବେ ଦେଖିଦେବା ଯୋଉ ଧାତୁ ଅଛି, ଏଇଟା ହଉଛି ବଦ ଧାତୁ। ଲଡ୍ ଲକାର, ଲଡ୍ ଲକାର ବର୍ତ୍ତମାନ ସମୟ ପାଇଁ ଉପଯୋଗ କରାଯାଏ, ବ୍ୟବହାର କରାଯାଏ। ଦେଖିବା ନାମ ଓ ଅନ୍ୟ ଶବ୍ଦ ମାନଙ୍କର ଯୋଉ ବ୍ୟବହାର କରାଯାଏ ସେଇଟା ହଉଛି ପ୍ରଥମ ପୁରୁଷରେ ବ୍ୟବହାର କରାଯାଏ ଏବଂ ଯୁଷ୍ମତ୍ ଶବ୍ଦ ପାଇଁ ମଧ୍ୟମ ପୁରୁଷ, ଅସ୍ମତ୍ ଶବ୍ଦ ପାଇଁ ଉତ୍ତମ ପୁରୁଷ। ତ ଏହି ତିନୋଟି ପୁରୁଷକୁ ପୁଣି ବଚନରେ ଭାଗ କରାହେଇଛି ରୂପକୁ। ତ ଏକ ବଚନ, ଦ୍ୱିବଚନ, ବହୁ ବଚନ। ଦେଖିବା ପିଲେ ପ୍ରଥମ ପୁରୁଷରେ କ'ଣ ଆସେ ନା ବଦତି, ବଦତଃ, ବଦନ୍ତି। ବଦତି ହଉଛି ଏକ ବଚନ, ବଦତଃ ହଉଛି ଦ୍ୱିବଚନ, ବଦନ୍ତି ହଉଛି ବହୁ ବଚନ। ସେମିତି ମଧ୍ୟମ ପୁରୁଷ
ଯୁଷ୍ମ ଶବ୍ଦ ତ୍ୱମ୍ ଯୁବାମ୍ ଯୁୟମ୍ ଶବ୍ଦ ପାଇଁ ଯୋଉଟା ବ୍ୟବହାର କରାଯାଏ ବଦସି ବଦଥ ବଦଥ। ଅସ୍ମତ୍ ଶବ୍ଦ ଅହମ୍ ଆବାମ୍ ବୟମ୍ ଉତ୍ତମ ପୁରୁଷ ପାଇଁ। ନିଜକୁ ସଦାବେଳେ ଆମେ କଣ କହୁ ଉତ୍ତମ କହୁ। ସେଥିପାଇଁ ଆମେ ଜାଣିପାରିବା ମନେ ରଖିବା ଆମକୁ ବହୁତ ଇଜି ହବ। ଅସ୍ମତ୍ ଆମ ପାଇଁ ଉତ୍ତମ ପୁରୁଷ। ବଦାମି ବଦାବହ ବଦାମହ। ଏବେ ଏହି 9 ଗୋଟି ରୂପକୁ ନେଇକି ଆମେ ବାକ୍ୟ ଗଠନ କରିବା। ଛାତ୍ରଃ ବଦତି ଏଇଟା ହଉଛି ରେ ପିଲେ ପ୍ରଥମ ପୁରୁଷ। ଏଇଟା ହଉଛି ପ୍ରଥମ ପୁରୁଷ। ଛାତ୍ରଃ ବଦତି ଗୋଟିଏ ଛାତ୍ର କହୁଛି। ଛାତ୍ରौ ବଦତଃ ଦୁଇଟି ଛାତ୍ର କହୁଛନ୍ତି। ଛାତ୍ରାଃ ବଦନ୍ତି ଛାତ୍ରମାନେ କହୁଛନ୍ତି। ତ୍ୱମ୍ ବଦସି ତୁମେ କହୁଛ। ଯୁବାମ୍ ବଦଥଃ ତୁମେ ଦୁଇ ଜଣ କହୁଛ। ଯୂୟମ୍ ବଦଥ ତୁମ୍ଭେମାନେ କହୁଛ। ଅହମ୍ ବଦାମି ମୁଁ କହୁଛି। ଆବାମ୍ ବଦାବହ ଆମ୍ଭେ ଦୁହେଁ କହୁଛୁ। ବୟମ୍ ବଦାମହ ଆମ୍ଭେମାନେ କହୁଛୁ। ଏହି ପ୍ରକାରରେ ହୋଇଥାଏ। ତ ଏଠି ଆଉ ଗୋଟେ ବାକ୍ୟ ଅଛି। ସେଠାରେ ବହୁତ ଫୁଲ ଗଛ ଅଛି। ସେଠାରେ ସେଠାରେ ଅର୍ଥ ତତ୍ର ବହୁତ ଫୁଲ ଗଛ। ବହୁତ ଅଛି ଦେଖରେ ପିଲେ ଏଠି ଫୁଲ ଗଛ। କେତେ ଫୁଲ ଗଛ ନା ବହୁତ। ଫୁଲ ଗଛ କୋଉ ଲିଙ୍ଗରେ ଅଛି? ଫୁଲ ଗଛ ଅଛି ପୁଂଲିଙ୍ଗରେ ବହୁତ ଅଥବା ଅର୍ଥାତ୍ ବହବହ ପୁଷ୍ପ ବୃକ୍ଷାଃ ମାନେ ଗଛ କୋଉଥିରେ ଅଛି ପୁଂଲିଙ୍ଗରେ ଥିବାରୁ ଏଠି ବହବହ ହେଇଗଲା। ଯଦି ଏଠି ସ୍ତ୍ରୀଲିଙ୍ଗରେ ହେଇଥାନ୍ତା ବହବ୍ୟହ ହେଇଥାନ୍ତା। ଯଦି ନପୁଂସକ ଲିଙ୍ଗରେ ହେଇଥିଲେ ରେ ପିଲେ ବହୁନି। ଯଦି ଗଛ ନଥାଇକି ଖାଲି ଫୁଲ ଥାନ୍ତା ବହୁନି ପୁଷ୍ପାଣି ସନ୍ତି ହେଇଥାନ୍ତା। ଫୁଲ ଗଛ ଅଛି ବହବହ ପୁଷ୍ପ ବୃକ୍ଷାଃ ସନ୍ତି। ତତ୍ର ସେଠାରେ ତତ୍ର ବହବହ ପୁଷ୍ପ ବୃକ୍ଷାଃ ସନ୍ତି। ମୁନିମାନେ ଆଶ୍ରମରେ ଅଛନ୍ତି। ମୁନୟଃ ମୁନି ହଉଛି ଇକାରାନ୍ତ ପୁଂଲିଙ୍ଗ ଶବ୍ଦ। ତ ମୁନୟଃ ମୁନିଃ ମୁନି ମୁନୟଃ। ତ ମୁନୟଃ ଆଶ୍ରମେ ସନ୍ତି। ମୁନିମାନେ କୋଉଠି ଅଛନ୍ତି ନା ଆଶ୍ରମରେ ଅଛନ୍ତି। ହରିର ସାନ ଭାଇ ଦଶମରେ ପଢୁଛି। ହରିର ସାନ ଭାଇ କୋଉଠି ପଢୁଛି ଦଶମରେ ପଢୁଛି। ହରେଃ ହରିର ଷଷ୍ଠୀ ଏକବଚନ ର ବିଭକ୍ତି ଜନକ ଆର ଷଷ୍ଠୀ ଏକବଚନ। ହରିର ହରେଃ ଅନୁଜଃ ସାନ ଭାଇ ମାନେ ଅନୁଜଃ ଦଶମ ବର୍ଗେ ଦଶମ ଶ୍ରେଣ୍ୟାମ୍ ଦଶମ କକ୍ଷାୟାମ୍ ଅଥବା ଦଶମୀ କକ୍ଷାୟାମ୍ ପଠତି ଏମିତି ହବ। ମୃଗ ଗୁଡିକ ଏଣେ ତେଣେ ବୁଲୁଛନ୍ତି। ମୃଗାଃ ମୃଗ ଗୁଡିକ ମାନେ ମୃଗାଃ ବହୁବଚନ। ଇତଃସ୍ତତଃ ଏଣେ ତେଣେ ମାନେ ଇତଃସ୍ତତଃ ଗୁଡିକ ଏଠି ବହୁବଚନ ଅଛି ଯେ ଭ୍ରମନ୍ତି। ଏହି ଭିଡିଓ ଦେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଯଦି ଆପଣମାନଙ୍କୁ ଏହି ଭିଡିଓଟି ଭଲ ଲାଗିଥାଏ ତାହେଲେ ନିଶ୍ଚିତ ରୂପରେ ଆପଣମାନେ ଲାଇକ୍ କମେଣ୍ଟ ସେୟାର ଏବଂ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।